ହ୍ୟାଲୋ ସାଙ୍ଗମାନେ, ମୋର ନାମ ହେଉଛି ରାହୁଲ। ମୋର ବୟସ ହେଉଛି 17 ବର୍ଷ। ମୁଁ ଦେଖିବାକୁ କୃଷ୍ଣଙ୍କ ରଙ୍ଗର କିଛି ବର୍ଷ ପୂର୍ବରୁ ଯିବା। ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଆମେ 4 ଜଣ ପୁଅ ସାଙ୍ଗ ଓ ଆମ ସାଙ୍ଗରେ ଜଣେ ଝିଅ ସାଙ୍ଗଟେ। ସ୍କୁଲରୁ ଆସିଲା ପରେ ସନ୍ଧ୍ୟାବେଳକୁ ଭାଉଜଙ୍କ ଘରକୁ ପଢ଼ିବାକୁ ଯାଉଥିଲୁ। ଭାଉଜ ହେଲେ ବି ପୁରା ନଂଘା ଦେଖାଯାଆନ୍ତି। ମୁଁ ଜାଣିଛି ମୋର ଟିକେ ନାଳୁଆ ଦୋଷ ରହୁଛି। 4 ଜଣ ପୁଅ ସାଙ୍ଗ ଭିତରୁ 2 ଜଣଙ୍କର ଘର ପାଖରେ, ଆଉ 2 ଜଣ ମାନେ ମୁଁ ଆଉ ମୋ ସାଙ୍ଗ ଆଉ ସେ ଝିଅର ଘର ବହୁତ ବାଟ। ଆମେ ସନ୍ଧ୍ୟାରେ ପାଠ ପଢ଼ି 4ଟାରୁ ଆରମ୍ଭ କରି ରାତି 8ଟା ବେଳକୁ ଘରକୁ ଆସୁ। ଏମିତି ଗୋଟିଏ ଦିନ ସେ ଝିଅକୁ ଟ୍ୟୁସନରେ ଶୁଶୁ ଲାଗିଲା। ସେ ଯାଇକି ଶୁଶୁ ବସିକି ଆସିଲା। ତାପରେ ମୁଁ ଶୁଶୁ ଗଲି, ଦେଖିଲି ସେ ଝିଅ ପୂଜା କେଉଁଠି ଶୁଶୁ ବସିଛି। ତା ଶୁଶୁ ଉପରେ ମୁଁ ହେଲେ ଶୁଶୁ ବସିଲି। ମୋ ବାଣ୍ଡ ପୁରା ଠିଆ ହେଇଗଲା। ମୋର ଆଉ ପଢ଼ାରେ ମନ ଲାଗୁନଥାଏ, ତଥାପି ବାଧ୍ୟ ହେଲି ପଢ଼ିବାକୁ। ରାତି 8ଟା ବେଳକୁ ଘରକୁ ଗଲା ବାଟରେ ମନ ହେଉଥିଲା ତାକୁ ନେଇକି ଗେହି ଦେବାକୁ। କ'ଣ କରିବି, ଆଉ ଡରରେ କିଛି ବି କରିପାରିଲିନି। ସେ ତାଙ୍କ ଘରକୁ ଗଲା। ତାଙ୍କ ଘର ବାଟ ଦେଇ ମୋ ଘର ପଡ଼େ। ମୁଁ ଆଉ ଘରକୁ ଗଲିନି। ତାଙ୍କ ବାରି ପଛରେ ଲୁଚିକି ବସିଲି। ସେ କେତେବେଳେ ମୁତିବାକୁ ଆସିବ ବୋଲି, ଆଉ ମୁଁ ତା'ର ବିଆକୁ ଦେଖିବି। ଏମିତି କିଛି ସମୟ ଅପେକ୍ଷା କରିବା ପରେ ସେ ଶୁଶୁ ଆସିଲା। ତାଙ୍କ ବାରି ପଛପଟ ପୁରା ଅନ୍ଧାର ଥିଲା। ସେ ତା ହାତରେ ଏକ ଲାଇଟ୍ ଧରି ଆସିଥିଲା। ମୁଁ ସେଦିନ ଆଉ କିଛି ଦେଖିପାରିଲିନି। ତା ପରଦିନ ଆମ ଟ୍ୟୁସନ୍ ଛୁଟି ଥିଲା। ସେ ସେଦିନ ସ୍କୁଲରୁ ଆସିଲା। ସନ୍ଧ୍ୟାବେଳକୁ ମୁଁ ତାଙ୍କ ଘରକୁ ଗଲି। ତାଙ୍କ ବାରିପଟ ଝରକା ଫାଙ୍କା ଥିଲା। ତାଙ୍କ ଘରେ ତା ବାପା ଆଉ ବୋଉ କେହି ନଥିଲେ। ପୂଜା ସେତେବେଳେ ଧୂପ ଦେବା ପାଇଁ ଡ୍ରେସ୍ ପିନ୍ଧୁଥିଲା। ସେ ପୁରା ନଙ୍ଗଳା ଦେହରେ ଥିଲା। ଡ୍ରେସ୍ ପିନ୍ଧିଲା ବେଳକୁ ମୁଁ ତାଙ୍କ ଝରକା ପାଖରେ ଲୁଚି ଲୁଚି ଦେଖିଲି। ତା ବିଆରେ କମ୍ କମ୍ ଚୁଟି ହୋଇଥିଲା ଭଳି ମୋତେ ଲାଗୁଥିଲା। ସେ ବିଆକୁ ପୁରା ଲୁଚେଇ ଦେଇଥିଲା। ସେ ସେଦିନ ସେଇଠୁ ଏକା ଶୋଇବାକୁ ଗଲା ରାତିରେ। ମୁଁ ତାଙ୍କ ଘର ଭିତରେ ସେଦିନ ଲୁଚିକି ସେ ଯେଉଁଠି ଶୋଇବ ମୁଁ ଜାଣିଛି ସେଇ ଖଟ ତଳେ ଶୋଇ ରହିଲି। ଜଣେ ସାଙ୍ଗହର ଦୋକାନରୁ ଶୁଙ୍ଘେଇକି ନିଶା କରିବା ପାଉଡ଼ର ଆଣିଥିଲି ଲୁଚେଇକି। ରାତି ପ୍ରାୟ 12:30 ବେଳକୁ ଖଟ ତଳୁ ବାହାରିଲି। ତାକୁ ଧୀରେ ଧୀରେ ସେ ପାଉଡ଼ର ମାରିକି ଖଟ ତଳେ ମୋ ନାକରେ ରୁମାଲ ଭିଡ଼ିକି ଲୁଚିକି ରହିଲି। କିଛି ସମୟ ପରେ ଡରି ଡରି ଆସିକି ତାକୁ ଦେଖିବାକୁ ଆସିଲି, ଆଉ ସେତେବେଳକୁ ସେ ବେହୋସ ହୋଇଯାଇଥିଲା। ମୋର ସେତେବେଳକୁ ଖାଲି ଗେହିବା ନିଶା ଲାଗିଛି ତାକୁ। ସେଇଠୁ ମୁଁ ତାହାର ଡ୍ରେସ୍ ଖୋଲିଲି। ସେ କିଛି ଜାଣିପାରିଲାନି। ମୁଁ ଜାଣିଦେଲି ଯେ ଔଷଧ କାମ କରୁଛି। ସେ ସେହି ସମୟରେ ନେଳି ରଙ୍ଗର ଚଡ଼ିଟେ ପିନ୍ଧିଥିଲା ଆଉ ଖଇରିଆ ରଙ୍ଗର ବ୍ରାଟେ ପିନ୍ଧିଥିଲା। ଓ କେତେ ସୁନ୍ଦର ଦୁଧ! ମା ଲୋ, ମୋ ବାଣ୍ଡ ପୁରା ଖାଡ଼ିଆ ଦେଖିକି ସେ ସବୁ। ବରା ଖୋଲିକି ଦୁଧକୁ ପାଟିରେ ପୂରେଇ ଚୁଚୁମି ପକେଇଲି। ତାପରେ ଚଡ଼ିକୁ ଖୋଲି ବାଣ୍ଡକୁ ପୂରେଇବାକୁ ଚେଷ୍ଟା କଲି। ମୋ ବାଣ୍ଡଟା ପଶୁ ନଥିଲା। ତାଙ୍କ ଥାକରେ ନଡ଼ିଆ ତେଲ ଡବାଟା ଥିଲା। ତେଲ ମୋ ବାଣ୍ଡରେ ଲଗେଇ ଦେଲି। ତା ବିଆରେ ପଶେଇଲି। ସେଇଠୁ ଏକାଥରକେ ପଶିଗଲା। 4ରୁ 5 ଥର ଖଣ୍ଡେ ଗେହିଛି। ମୋ ବୀଜ ବାହାରି ଆସିଲା। ତା ବିଆରେ ମୋ ବାଣ୍ଡ ଗଣ୍ଠି ପଡ଼ିଲା ଭଳି ହେଇ ଯାଉଥାଏ। ଟିକେ ସମୟ ପରେ ପୁଣି ଥରେ ତା ବିଆକୁ ବାଣ୍ଡରେ ପୂରେଇ ଦେଇ ଗେହିବାରେ ଲାଗିଲି। ସେଇଠୁ ବାଣ୍ଡକୁ ଜୋର ଧକ୍କା ଦେଇକି ବିଆରେ ସେମିତି ପଶେଇକି ରଖିଲି। ମୋ ବାଣ୍ଡ ତା ବିଆ ଭିତରେ ଚିପି ହୋଇକି ଲାଖିକି ରହିଯାଉଥାଏ। ସେ ସେତେବେଳକୁ ହାଲକା ଉଠିଲା ଭଳି ହେଲା। ମୁଁ ଟିକେ ରହିଗଲି ଆଉ ଡରିଗଲି। ତାପରେ ସେ ତ ବେହୋସ ହୋଇଥିଲା, କ'ଣ ବା ଜାଣିବ। ଶେଷରେ ବାଣ୍ଡକୁ ବିଆର ପୁରା ଭିତରକୁ ପୂରେଇ ଦେଇ ଭିତରେ ଗେହିବାରେ ଲାଗିଲି। ଟିକେ ସମୟ ପରେ ଆଉ ଥରେ ଜୋରରେ ବାଣ୍ଡରୁ ପୁରା ବୀଜ ବାହାରିଲା। ଏଥର ମୁଁ ଆଉଟ୍ ଅଫ୍ କଣ୍ଟ୍ରୋଲ ରହିଗଲି। ସେମିତି ତା ବିଆରେ ବାଣ୍ଡକୁ ପଶେଇକି ରଖିଥିଲି। ବୀଜ ବାହାରିଲା ବେଳକୁ ଅଳ୍ପ ହେବ ପଶି ଯାଇଥିବ। ମୁଁ ସିଧା ଟାଣିକି ବାଣ୍ଡକୁ ବାହାର କରିଦେଲି। ତାପରେ ମୁଁ ସେମିତି ତା ଉପରେ ଶୋଇକି ରହିଲି ଟିକେ ସମୟ। ତାପରେ ମୋ ରୁମାଲରେ ତା ବିଆ ଉପରୁ ସବୁ ବୀଜ ଧୀରେ ଧୀରେ ପୋଛିକି ସଫା କରିଦେଲି। ସେତେବେଳକୁ ମୋର ହେଲେ ପାଣିଆ ବାହାରୁଥିଲା। ସେଥିପାଇଁ ମୁଁ ସବୁକୁ ପୋଛି ସଫା କରିଦେଲି। ତା ବ୍ରାଟାକୁ ଟାଣିକି ଆଉ ଥରେ ପିନ୍ଧେଇ ଦେଲି। ଚଡ଼ିଟାକୁ ହେଲେ ଟେକିକି ପିନ୍ଧେଇ ଦେଲି। ମୁଁ ରାତାରାତି ତାଙ୍କ ଘର ବାରିପଟୁ କବାଟ ଖୋଲିକି ରାତି ଆସିକି ଆମ ଗୁହାଳ ଉପରେ ରାତିରେ ଚଢ଼ିକି ଶୋଇଲି। ମୋତେ ଜମା ନିଦ ହେଉନଥାଏ। ସକାଳୁ ତା ବାପା ହେରିକା ହେଲେ ଆସି ନଥିଲେ। ସେ ଉଠିକି ବୋଧେ କ'ଣ ହେଲେ କରିଥିବ। ମୁଁ ସକାଳୁ ଜଲ୍ଦି ଯାଇକି ସେଦିନ ଗାଧେଇକି ତାକୁ ଟ୍ୟୁସନ୍ ଯିବାକୁ ଡାକିଲି, କିନ୍ତୁ ସେ ମନା କଲା। ତା ଦେହ ଭଲ ନାହିଁ ବୋଲି ସେ କହିଲା। ମୁଁ ଦେଖିଲି ସେ ଭୟ କରୁଥିଲା ସେଦିନ, ଆଉ ତା ଆଖି ପୁରା ଫୁଲି ଯାଇଥିଲା ସକାଳକୁ। ମୁଁ ଆଉ ସେ ବିଷୟରେ ଭୟରେ କିଛି ନ ପଚାରିକି ସିଧା ଟ୍ୟୁସନ୍କୁ ପଳେଇଲି। କିନ୍ତୁ ସେଦିନ ସେ ତା ବାପାଙ୍କୁ କବାଟ ଖୋଲା ଥିବ କଥା କହିଲା, ଆଉ ପରେ ତା ଡ୍ରେସ୍ କିଏ ରାତିରେ ଖୋଲିଥିବା କଥା ହେଲେ କହିଲା।
ତାଙ୍କର ଥାନାରେ ଖବର କରିବେ ବୋଲି ଯାଇଥାନ୍ତେ। ମୁଁ ବହୁତ ଡରି ଯାଇଥିଲି, କିନ୍ତୁ ପରେ ସେମିତି କିଛି କଲେନି। ପରେ ସବୁ ଠିକ୍ ହେଇଗଲା।